ମୋ ନାଁ ଅରବିନ୍ଦ ଷେଣ୍ଢ। ଶିକ୍ଷା ଯେଉଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କଲରେଙ୍ଗି ଅତାର ମୁଖ୍ୟ ପ୍ରଶାସକ ଭାବରେ କାର୍ଯ୍ୟ କରୁଅଛି। ଆଜିର ଯେଉଁ କାର୍ଯ୍ୟକ୍ରମ ଥିଲା ବାର୍ଷିକ ଉତ୍ସବ, ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଦୀପ ବଳସାମନ୍ତ ଯୋଗ ଦେଇଥିଲେ। ତତ୍ସହିତ ବିଦ୍ୟାଭାରତୀଙ୍କର ପୂର୍ବ କ୍ଷେତ୍ରର ସମ୍ପାଦକ ଡାକ୍ତର ଲକ୍ଷ୍ମୀକାନ୍ତ ମହାରଣା ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କର ସମ୍ପାଦକ ମାନ୍ୟ ଡକ୍ଟର ସରୋଜକାନ୍ତ ହାତୀ ଯୋଗ ଦେଇଥିଲେ। ଟାଟା ଷ୍ଟିଲ୍ ମାଇନ୍ସର ପ୍ରଶାସନିକ ମୁଖ୍ୟ ପ୍ରମୋଦ କୁମାର ଯୋଗ ଦେଇଥିଲେ। ଆମର ସେଠି ଯେଉଁ ୟୁନିୟନ ଅଛି, ୟୁନିୟନର ସମ୍ପାଦକ ଅମଳେନ୍ଦୁ ବେହୁରା ଯୋଗ ଦେଇଥିଲେ। ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଦସ୍ୟ ତଥା ପ୍ରତିଷ୍ଠାତା ସଦସ୍ୟ ରବୀନ୍ଦ୍ର ସାମଲ ସେଥିରେ ଯୋଗ ଦେଇଥିଲେ। ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କର ସଂଗଠନ ମନ୍ତ୍ରୀ ମାନ୍ୟ ତାରକ ଦାସ ସରକାର ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଏହି ବିଦ୍ୟାଳୟଟି 1998 ମସିହାରୁ କାର୍ଯ୍ୟ କରି ଆସୁଅଛି। ଏର ବିଦ୍ୟାଳୟରେ ଅନେକ ଛାତ୍ରଛାତ୍ରୀ OAS IAS ହେଇଛନ୍ତି, ଡାକ୍ତରୀ ପାସ୍ ପାଇଛନ୍ତି। ବିଭିନ୍ନ ଯେଉଁ ଟପ୍ 10ର ମାଟ୍ରିକ ରେଜଲ୍ଟ ଟପ୍ 10 ଯେଉଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେମାନେ ଆସିଛନ୍ତି। 2019-20 ମସିହାରେ ଟାଟା କମ୍ପାନୀ ବନ୍ଦ ହୋଇଯାଇଥିବା କାରଣରୁ ଆମକୁ ଅନୁଦାନ ମିଳିବା ବନ୍ଦ ହୋଇଯାଇଛି। ସେତେବେଳେ ଆମର 700ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଥିଲେ। ବର୍ତ୍ତମାନ କୌଣସି ପ୍ରକାର ଅନୁଦାନ ଆମେ ପାଉନାହୁଁ। ବିନା ଅନୁଦାନରେ ଆଜି ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପଢ଼ୁଛନ୍ତି। ଆମର ଉଦ୍ଦେଶ୍ୟ ଅଛି ଆର୍ଥିକ ଅନଗ୍ରସର ଆଦିବାସୀ ପିଲାମାନଙ୍କର ଆର୍ଥିକ ଗୁଣବତ୍ତା, ଶୈକ୍ଷିକ ଗୁଣବତ୍ତା ଆଉ ଗୁଣାତ୍ମକ ଶିକ୍ଷା ଏବଂ ସାମାଜିକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଏକ ଉନ୍ନତ ମାନର ଶିଶୁ ତିଆରି ହେଉ, ଏକ ଯୋଜନା ଆମେ ନେଇଛୁ। ଯଦି ଆମକୁ କିଛି ପୂର୍ବ ଭଳି ଆର୍ଥିକ ସହାୟତା ମିଳେ, ପୁନର୍ବାର ସ୍କୁଲକୁ 1000ରୁ ଅଧିକ ଶିଶୁ ଆମ ପାଖରେ ପଢ଼େଇବାର ବ୍ୟବସ୍ଥା ମଧ୍ୟ କ୍ଷମତା ଆମ ପାଖରେ ରହିଛି। ବିଶେଷ କରି ଆମ ନିଜସ୍ୱ ଜାଗା ମଧ୍ୟ ବିଦ୍ୟାଳୟରେ ରହିଛି। ଆମେ ଆଶା ରଖୁଛୁ ଏବଂ ମନ୍ତ୍ରୀ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସେ ପ୍ରତିଶ୍ରୁତି ଦେଇଛନ୍ତି ଏଠାରେ ମାଟ୍ରିକ ନୁହେଁ, ଆମର ଯେଉଁ +2 ଅଛି, +2 ଖୋଲିବା ଏବଂ ଗୁଣାତ୍ମକ ଶିକ୍ଷାର ବିକାଶ ହେବ, ମାତୃଭାଷା କେନ୍ଦ୍ରିକ ଶିକ୍ଷାର ବିକାଶ ହେବା ପାଇଁ ଆମକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଆଉ ଏ ସମ୍ବନ୍ଧରେ ମନ୍ତ୍ରୀଙ୍କ ଯେଉଁ ପ୍ରତିଶ୍ରୁତି ରକ୍ଷା କରିଛନ୍ତି, ତ ସେଥିପାଇଁ ବିଦ୍ୟାଳୟ ତରଫରୁ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ତରଫରୁ ଅଶେଷ କୃତଜ୍ଞତା ଏବଂ ଧନ୍ୟବାଦ ଜ୍ଞାପନ କରୁଛି ଏବଂ ସେ ନିଶ୍ଚିତ ଭାବରେ ଏହି ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନଙ୍କର ଉନ୍ନତି କରିବା ପାଇଁ ଚିନ୍ତା କରିବେ।